ଜୟ ଜଗନ୍ନାଥ। ଶୁଭ ସକାଳ। ଆଜି ଜୁଲାଇ 19 ତାରିଖ 2024 ଶୁକ୍ରବାର। ଆସନ୍ତୁ ଆସିଥିବା 20ଟି ବଡ଼ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ବନ୍ଦ ହେବନି ଆହାର କେନ୍ଦ୍ର। ଗୁରୁବାର ଦିନ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ ଏବଂ ସେଠାରେ ଆହାର କେନ୍ଦ୍ର ଗ୍ରସ୍ତ କରିଥିଲେ। ନିଷ୍ପତ୍ତି ନେଇଛନ୍ତି ଯେ ବନ୍ଦ ହେବନି ଆହାର କେନ୍ଦ୍ର। ସେ ମଧ୍ୟ ନିଜେ ଟୋକନ କରି ଆହାର କେନ୍ଦ୍ରରେ ଆହାର ଗ୍ରହଣ କରିଥିଲେ। ଗତକାଲି ଖୋଲାଯାଇଥିବା ଭିତର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସ୍ଥାନାନ୍ତର ହୋଇଛି। ଶ୍ରୀମନ୍ଦିରରୁ ବାହାରି ଆସିବା ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଲେ, କେବଳ ଇଲେକ୍ଟ୍ରିକ୍ କଟର ମେସିନ୍ ଛଡ଼ା ଅନ୍ୟ କୌଣସି ଜିନିଷର ଆବଶ୍ୟକତା ପଡ଼େନାହିଁ। ପରବର୍ତ୍ତୀ ଖବର, 3 ଲକ୍ଷ କୋଟି ଟଙ୍କାର ଏକ ବିରାଟ ବଡ଼ ବଜେଟ୍ ଆଣୁଛନ୍ତି ମୋହନ ସରକାର। ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିବା ବିଜେଡି ଏଥର ବଡ଼ ବଜେଟ୍ ଆଣୁଛନ୍ତି, ଯାହା 25ରେ ଘୋଷଣା କରାଯିବ। ପରବର୍ତ୍ତୀ ଖବର, ଆସୁଛି ଏକ ବିରାଟ ଲଘୁଚାପ। ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ 14ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ପାଣିପାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂର ସୂଚନା। ପରବର୍ତ୍ତୀ ଖବର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନିଜେ କ୍ୟାବିନେଟ୍ରେ 50 MLଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହ ସରକାରଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଏହାଛଡ଼ା ଏହାକୁ ଛାୟା କ୍ୟାବିନେଟ୍ କୁହାଯାଏ, ଯାହା ସରକାରଙ୍କ ଉପରେ କଡ଼ା ନଜର ରଖିବ। ପରବର୍ତ୍ତୀ ଖବର, ଜୁଲାଇ 20 ତାରିଖରେ ନିଟ୍ ପରୀକ୍ଷା ଫଳ। ଆସନ୍ତା ଜୁଲାଇ 20 ତାରିଖରେ ମଧ୍ୟାହ୍ନରେ 12ରେ ଫଳାଫଳ ପ୍ରକାଶ ପାଇବ। ମେ 5ରେ 571 ସହରରେ ପ୍ରାୟ 4750ଟି ପରୀକ୍ଷା କେନ୍ଦ୍ରରେ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ, ଯାହା 20 ତାରିଖରେ ପ୍ରକାଶ ପାଇବ। ପରବର୍ତ୍ତୀ ଖବର, ପୁଣି ଏକ ଛାତିଥରା ଟ୍ରେନ୍ ଦୁର୍ଘଟଣା। ଚଣ୍ଡିଗଡ଼ ବିଦ୍ରୋଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏହି ଟ୍ରେନ୍ରେ ମୋଟ 12ଟି ବଗି ଲାଇନଚ୍ୟୁତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ 4 ଜଣଙ୍କ ମୃତ୍ୟୁ ହେବା ସହ 20ରୁ ଅଧିକ ଆହତ ଅଛନ୍ତି। ପରବର୍ତ୍ତୀ ଖବର, ସୂର୍ଯ୍ୟକୁମାର ଯାଦବ ଟି-20ର ଅଧିନାୟକ। ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି ଏବଂ ବିରାଟ ଓ ରୋହିତ ଦିନିକିଆ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଶୁଭମନ ଗିଲଙ୍କୁ ଉପ-ଅଧିନାୟକର ଦାୟିତ୍ୱ ମଧ୍ୟ ଦିଆଯାଇଛି। ପରବର୍ତ୍ତୀ ଖବର, ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍। ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ର କ୍ରେଜ୍ ଅଲଗା ଥାଏ। ଆଜି ମହିଳା ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ବିଜୟ ପଥରେ ଟିମ୍ ଇଣ୍ଡିଆ।